ସ୍ୱଚ୍ଛ ଭାରତ ମିଶନ ଅଧୀନରେ ସହରାଞ୍ଚଳ ତଥା ଗ୍ରାମୀଣ ଅଞ୍ଚଳରେ ଶୌଚାଳୟ ଅନଲାଇନ ପଞ୍ଜୀକରଣ ପ୍ରକ୍ରିୟା ଭାରତ ସରକାର ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ଦେଶରେ ରହୁଥିବା ସମସ୍ତ ଗରିବ ଲୋକଙ୍କୁ ଶୌଚାଳୟ ନିର୍ମାଣ ପାଇଁ 12,000 ଆର୍ଥିକ ସହାୟତା ପ୍ରଦାନ କରାଯିବ। ଯଦି ଆପଣ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଆପଣଙ୍କର ଘରେ ଶୌଚାଳୟ ନିର୍ମାଣ କରିବାକୁ ଚାହୁଁଛନ୍ତି କିନ୍ତୁ ଶୌଚାଳୟ ଆପଣଙ୍କ ପାଖରେ ନାହିଁ, ତେବେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ এই ଭିଡିଓରେ ମୁଁ ଆପଣଙ୍କୁ ଶୌଚାଳୟ ଯୋଜନା ବିଷୟରେ କହିବି। କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପିଏମ୍ ମାଗଣା ଶୌଚାଳୟ ଯୋଜନା 2024 ରେ ଅଭାବୀ ପରିବାରଙ୍କୁ ମାଗଣା ଶୌଚାଳୟ ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। 2 ଅକ୍ଟୋବର 2014 ରେ ଆରମ୍ଭ ହୋଇଯାଇଥିବା ସ୍ୱଚ୍ଛ ଭାରତ ମିଶନ ତରଫରୁ ଗ୍ରାମ ସବୁ ଏଥିରେ ସାମିଲ ହୋଇଛି। ଆଉ ଅକ୍ଟୋବର 2019 ସୁଦ୍ଧା ସମସ୍ତ ଗ୍ରାମୀଣ ପରିବାରକୁ ଶୌଚାଳୟ ଯୋଗାଇବାକୁ ଲକ୍ଷ୍ୟ ରଖିଥିଲା ସରକାର, ଯାହା ବର୍ତ୍ତମାନ 2024 କୁ ବୃଦ୍ଧି କରାଯାଇଛି, ଯାହା ସାରା ଦେଶରେ 10 କୋଟିରୁ ଅଧିକ ଘରୋଇ ଶୌଚାଳୟ ନିର୍ମାଣ କରାଯାଇଛି। ଆରମ୍ଭରେ 10,000 ଅନୁଦାନ ଦିଆଯାଇଥିଲା, ଯାହା ବର୍ତ୍ତମାନ 12,000 କୁ ବୃଦ୍ଧି କରାଯାଇଛି ପ୍ରତି ଶୌଚାଳୟ ପ୍ରତି। ଯେହେତୁ ଆପଣ ସମସ୍ତେ ଜାଣିଛନ୍ତି ଯେ ଖୋଲାରେ ଟଏଲେଟ କଲେ ଅନେକ ରୋଗ ସୃଷ୍ଟି କରିଥାଏ, ଏହି ଜିନିଷ ଗୁଡ଼ିକ ଧ୍ୟାନରେ ରଖି ଏହି ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାର ଲାଭ ସେହି ଲୋକମାନଙ୍କୁ ଦିଆଯିବ ଯାହାର ଅବସ୍ଥା ଶୌଚାଳୟ ନିର୍ମାଣ ପାଇଁ ସମର୍ଥ ନୁହେଁ, ସେମାନଙ୍କ ଘରେ ଶୌଚାଳୟ ନାହିଁ। ଆଉ ଏହି ଯୋଜନାରେ 2ଟି କିସ୍ତି ମାଧ୍ୟମରେ ହିତାଧିକାରୀଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଜମା ହେବ ପଇସା, ଯାହାର ପ୍ରତ୍ୟେକ କିସ୍ତି 6,000 ଟଙ୍କା ରହିବ। 6,000 6,000 12,000 ଟଙ୍କା ଆପଣଙ୍କୁ ମିଳିଯିବ। ଆବଶ୍ୟକ ଡକ୍ୟୁମେଣ୍ଟ ଏହା ପାଇଁ କ'ଣ ଆବେଦନ କରିବା ପାଇଁ ଆସନ୍ତୁ ଜାଣିବା। 1 ରେ ଆଧାର କାର୍ଡ ଥିବା ଦରକାର, 2 ରେ ଆୟ ପ୍ରମାଣପତ୍ର, 3 ରେ ଜାତି ପ୍ରମାଣପତ୍ର, 4 ରେ ଆବାସ ପ୍ରମାଣପତ୍ର, 5 ରେ ପ୍ୟାନ କାର୍ଡ, 6 ରେ ବ୍ୟାଙ୍କ ଆକାଉଣ୍ଟ, 7 ରେ ପାସବୁକ୍, 8 ରେ ରେସନ କାର୍ଡ, 9 ରେ ଫଟୋ ଏବଂ ମୋବାଇଲ ନମ୍ବର। এই সব ডকুমেন্ট সব দরকার। ডকুমেন্ট গুড়িক ধরি আপন জনসেবা কেন্দ্রକୁ ଯିବେ, ସେଠାରେ ଆପଣ এই ସବୁ ସୁବିଧାର ଲାଭ ପାଇପାରିବେ ଏବଂ ଆପ୍ଲାଏ କଲା ପରେ। ତ ଆପଣ ଡେରି କରନ୍ତୁନି, ଆପଣଙ୍କ ପାଖରେ ଯଦି ଶୌଚାଳୟ ନାହିଁ ବା ଟଏଲେଟ ନାହିଁ, ତ ଖୋଲାରେ ଯାଉଛନ୍ତି ଟଏଲେଟ କରିବାକୁ, ତ ବର୍ତ୍ତମାନ ଆପଣ ଗଭର୍ଣ୍ଣମେଣ୍ଟ এই ସୁବିଧାଟି କରିଛି। ତ ଆପଣ ଚାହିଁଲେ ଏବେ 2024 ରେ ଆପ୍ଲାଏ ବାହାରିଛି, ଆପଣ ଯାଇ ଆପ୍ଲାଏ କରିପାରିବେ ଏବଂ 12,000 ଟଙ୍କା ଆପଣ ଗଭର୍ଣ୍ଣମେଣ୍ଟ ତରଫରୁ ମିଳିବ ଆପଣଙ୍କୁ। ତ ଆପଣ ସେଥିରେ ଆପଣ ଟଏଲେଟ ବନେଇ ପାରିବେ। ତ ଫାଷ୍ଟ ଆପଣଙ୍କୁ ହାତରୁ ଖର୍ଚ୍ଚ କରିବାକୁ ପଡିବ ଟଏଲେଟ ବନେଇବା ପାଇଁ, ତାପରେ ଆପଣଙ୍କର କିସ୍ତି ଅନୁସାରେ ଆପଣ ଆକାଉଣ୍ଟକୁ 6,000 12,000 ଟଙ୍କା ପଳେଇ ଆସିବ। ତ କେମିତି ଆପ୍ଲାଏ କରିବେ ମୁଁ ନେକ୍ସଟ ଭିডিଓରେ କହିଦେବି ଆପଣଙ୍କୁ କେମିତି ଟଏଲେଟ ଆପ୍ଲାଏ କରିବେ। ତ এই ইনফরমেশনটি আসଥିଲା 2024 ର ଆପ୍ଲାଏ ପାଇଁ ଆପଣମାନଙ୍କୁ ଜଣାଇଦେଲି। ଆପଣ ଚାହିଁଲେ ଆରାମସେ ଯାଇକି ଆପ୍ଲାଏ କରିପାରିବେ। ବୁଝିପାରିଲେ? ନିକଟତର ଜନସେବା କେନ୍ଦ୍ର ନା ଆପଣ ଚାହିଁଲେ ବି ମୋବାଇଲରେ ବା ନିଜ ଲ୍ୟାପଟପ୍ ଥିବ ଯଦି ଆପଣ ଆପ୍ଲାଏ କରିବେ। ମୁଁ କହିଦେବି ନେକ୍ସଟ ଭିଡ଼ିଓରେ ଆପଣ କେମିତି ଆପ୍ଲାଏ କରିବେ। ଯଦି ଆପଣମାନେ ମୋ ଚ୍ୟାନେଲକୁ ନୂଆ ଆସନ୍ତି ତ ସବସ୍କ୍ରାଇବ କରିବାକୁ ଜମା ଭୁଲିବେନି ଏବଂ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦେବେ। ରଖୁଛି, ନମସ୍କାର।